ଲିପୁ କହିଲା ସିପୁକୁ ତୁ ଚାଲି ଚାଲି ଯାଉଛୁ ତ ପଛରେ ବାଘ ପଡ଼ିଲା ତୁ କ'ଣ କରିବୁ? ସିପୁ ଉତ୍ତର ଦେଲା କହିଲା କି ମୁଁ ଦୌଡ଼ି ଦୌଡ଼ି ପଳେଇବି। ତାର ପୁଣି ଲିପୁ କହୁଛି ବାଘ ବି ତତେ ଦୌଡ଼ିକି ଧରିଦବ। ତାପରେ ପୁଣି ସିପୁ କହିଲା କି ମୁଁ ପାଣିରେ ପହଁରିକି ପଳେଇବି। ତାପରେ ଲିପୁ ଉତ୍ତର ଦେଉଛି କି ହଁ ବାଘ ବି ପାଣିରେ ପହଁରିକି ତ ଧରିଦବ। ତାପରେ ସିପୁ କହିଲା କି ମୁଁ ଗଛ ପଛଆଡ଼େ ଲୁଚିଯିବି। ତାପରେ ଲିପୁ ଉତ୍ତର ଦେଉଛି କି ବାଘ ତତେ ଶୁଙ୍ଘିକି ଧରିକି ଖାଇଯିବ। ତାପରେ ପୁଣି ସିପୁ କହିଲା କି ମୁଁ ଗଛ ଉପରେ ଚଢ଼ିଯିବି। ତାପରେ ଲିପୁ କହୁଛି କି ବାଘ ବି ଗଛକୁ ଚଢ଼ିଯିବ। ସିପୁ ରାଗିଗଲା କହିଲା କି ସେସବୁ ଶଳା ଛାଡ଼, ତୁ ଆଗ କହ ତୁ କାହା ପଟେ, ମୋ ପଟେ ନା ବାଘ ପଟେ? ଶଳା ଯେତେବେଳେ ମୁଁ ବଞ୍ଚିବା ପାଇଁ ଚେଷ୍ଟା କରୁଛି ତୁ କହୁଛୁ ଖାଇଦବ, ଶୁଙ୍ଘିଦବ, ପହଁରିଦବ, ଚଢ଼ିଯିବ, ମଡ଼ିଦବ, ତାଡ଼ିଦବ। ତୁ ମୋ ପଟେ ନା ବାଘ ପଟେ ବେ? ତ ଆଜ୍ଞା ଏବେ ଓଡ଼ିଶାରେ ମିଡ଼ିଆ ବାଲାଙ୍କ ଅବସ୍ଥା ବି ସେଇଆ। ତମେ ସକାଳୁ ଉଠିକି ଯେତେ ଚେଷ୍ଟା କର ଗୋଟେ ଭଲ ନ୍ୟୁଜ୍ ଦେଖିବା ପାଇଁ ହେବ ନାହିଁ। ସେ ଆପଣଙ୍କୁ ସେଇ ଶାଶୁ ବୋହୂ କଳିଟାକୁ ଆଣିକି ସକାଳୁ ଧରେଇ ଦେଇଥିବେ। ଆପଣ ଜାଣିଛନ୍ତି ଏବେ +2ରେ କିଏ ଟପର ସବୁଠୁ ଅଧିକ ମାର୍କ ରଖିଥିଲା ଓଡ଼ିଶାରେ? କିଏ 10thରେ ଅଧିକ ମାର୍କ ରଖିଥିଲା? ନା। କିନ୍ତୁ କେଉଁ ଶାଶୁକୁ କେଉଁ ବୋହୂ ମାରିଛି ଆପଣ ପୁରା ଗ୍ୟାରେଣ୍ଟି ଦେଇକି କହିପାରିବେ? କାହାକୁ କିଏ ଶୋଧିଲା, କିଏ କାହାକୁ ଗହଣା ନେଇକି ପଳେଇଲା, ଏଇଟା ଆପଣ ଗ୍ୟାରେଣ୍ଟି ଜାଣିଥିବେ। କଥାର ଗେଣ୍ଡୁଟାକୁ ସଦାବେଳେ ବୁଝିବାକୁ ଚେଷ୍ଟା କରନ୍ତୁ।